ବହୁତ ଦୂରରେ ଏକ ରହସ୍ୟମୟ ଜଙ୍ଗଲରେ ଏକ ମହାନ ବାଘ ଏବଂ ଏକ ଚତୁର ଶୃଗାଳ ରହୁଥିଲେ। ଓରିୟନ ନାମକ ବାଘଟି ତାର ଶକ୍ତି ଏବଂ ସାହସ ପାଇଁ ଜଣାଶୁଣା ଥିଲା। ଗୋଟିଏ ଦିନ ଜଙ୍ଗଲ ଉପରେ ଏକ ଅନ୍ଧାର ଛାଇ ପଡ଼ିଗଲା ଯେତେବେଳେ ଜଣେ ଦୁଷ୍ଟ ଯାଦୁକର ଏକ ମନ୍ତ୍ର ପକାଇଲା ଯାହା ପ୍ରକୃତିର ସନ୍ତୁଳନକୁ ନଷ୍ଟ କରିଦେବାକୁ ଧମକ ଦେଇଥିଲା। ଜଙ୍ଗଲର ପଶୁମାନେ ଭୟ ଏବଂ ହତାଶାରେ ପରିପୂର୍ଣ୍ଣ ଥିଲେ। ଓରିୟନ ଏବଂ ଲୁନା ଯାଦୁକର ଶକ୍ତିର ଉତ୍ସ ଖୋଜିବା ଏବଂ ତାଙ୍କର ଦୁଷ୍ଟ ଯୋଜନାକୁ ସମାପ୍ତ କରିବା ପାଇଁ ଏକ ସନ୍ଧାନରେ ବାହାରି ପଡ଼ିଲେ। ଯେତେବେଳେ ସେମାନେ ସମସ୍ତ ପ୍ରକାରର ଯାଦୁକରୀ ପ୍ରାଣୀଙ୍କ ସମ୍ମୁଖୀନ ହେଉଥିଲେ, କଥାବାର୍ତ୍ତା କରୁଥିବା ଗଛଠାରୁ ଆରମ୍ଭ କରି ଦୁଷ୍ଟ ପିକ୍ସି ପର୍ଯ୍ୟନ୍ତ ପ୍ରତ୍ୟେକ ସାକ୍ଷାତ ସେମାନଙ୍କର ସାହସ ଏବଂ ସେମାନେ ଶେଷରେ ବହୁତ ଦିନର ଯାତ୍ରା ପରେ ଓରିୟନ ଏବଂ ଲୁନା ଯାଦୁକରଙ୍କ ଗୁହାଳରେ ପହଞ୍ଚିଲେ। ଜଙ୍ଗଲକୁ ଅଣଦେଖା କରି ଏକ ପାହାଡ଼ ଉପରେ ଏକ ଅନ୍ଧାର ଏବଂ ଭୟଙ୍କର ଦୁର୍ଗ ଅବସ୍ଥିତ। ସେମାନେ ଜାଣିଥିଲ, ରାତି ପରି କଳା ଆଖି ଥିବା ଯାଦୁକର, ଜଣେ ବିକୃତ ଏବଂ ନିଷ୍ଠୁର ବ୍ୟକ୍ତି, ବାଘ ନ ଏବଂ ଶୃଗାଳ ଆସୁଥିବା ଦେଖି ହସିଲା। ସେ ସେମାନଙ୍କୁ ଉପହାସ କଲା, ଯଦି ସେମାନେ ସାହସ କରନ୍ତି ତେବେ ତାଙ୍କ ଅନ୍ଧକାର ଶକ୍ତି ସେମାନଙ୍କ ଉପରେ ମୁକ୍ତ କରିବ ବୋଲି ପ୍ରତିଶ୍ରୁତି ଦେଲା। କିନ୍ତୁ ଓରିୟନ ଏବଂ ଲୁନା ନିବୃତ୍ତ ହୋଇନଥିଲେ। ପୃଥିବୀର ମୂଳଦୁଆକୁ ହଲାଇ ଦେଉଥିବା ଏକ ଗର୍ଜନ ସହିତ ଓରିୟନ ଯାଦୁକରଙ୍କ ଉପରେ ଆକ୍ରମଣ କଲେ, ଯେତେବେଳେ ଲୁନା ତାଙ୍କର ଚତୁରତା ବ୍ୟବହାର କରି ତାଙ୍କର କୌଶଳ ଏବଂ ପାଶକୁ ପଛରେ ପକାଇଲେ। ଏକାଠି ଶେଷରେ ଲୁନା ତାଙ୍କର ଦ୍ରୁତ ଚିନ୍ତାଧାରା ଏବଂ ଚତୁରତା ବ୍ୟବହାର କରି ଯାଦୁକରର ଶକ୍ତିକୁ ନିଷ୍କ୍ରିୟ କରି ତାଙ୍କର ମନ୍ତ୍ର ଭାଙ୍ଗି ଦେଇଥିଲେ। ଓରିୟନ ଏବଂ